କନ୍ଧମାଳ କବି ସ୍ୱପ୍ନ କୁମାର ତ୍ରିପାଠୀଙ୍କ କବିତା ନୋବେଲର ଉପହାସ। ଭାରତେ ନିତ୍ୟ ଧର୍ମ ସଂସ୍ଥାପନା, ମାନବତାର ବିଜୟ। ଏଇ ଦେଶ ଜ୍ୟୋତି ଗାନ୍ଧୀ ବିବେକାନନ୍ଦ, ଭୀମ ଭୋଇ ପ୍ରେମ ଜୟ। ଏଇ ଦେଶ ଜ୍ଞାନ ବିଜ୍ଞାନର ଜ୍ୟୋତି, ନୁହେଁ କେବେ ଅହଙ୍କାର। ଅହିଂସା ମୋହନ ଧର୍ମ ସନାତନ, ସର୍ବେ ପ୍ରୀତି ଆପଣାର। ପ୍ରେମର ଅଗଣା ଭାବର ସ୍ମୃତୀର୍ଥ, ବିଶ୍ୱ ଲାଗି ଆମନ୍ତ୍ରଣ। ମୋଦିଙ୍କ ପ୍ରଜ୍ଞା ଅହେତୁକ ପ୍ରେମ, ବିଶ୍ୱେ ଅମୃତ ମନ୍ଥନ। ବାପୁ ବାହୁଥିଲେ ସେ ମାନବ ପ୍ରେମ, ବିଶ୍ୱ ଲାଗି ପ୍ରଣୀତ। ମୋଦିଙ୍କ ପ୍ରୀତି ଆତ୍ମଚେତନାରେ, ବିଶ୍ୱ ବନ୍ଦନା ଆହୁତ। ଏଇ ବିଶ୍ୱଟା ଐକ୍ୟ ପରିବାର, ଆତ୍ମପ୍ରେମର ଚେତନା। ମୋଦି ବୁଲୁଛନ୍ତି ବିଶ୍ୱର ଦୁଆର, ମୋ ବନ୍ଧୁ ଘେନ ପ୍ରେରଣା। ହିଂସା ଅହଙ୍କାର ଯୁଦ୍ଧ ଘନଘଟା, ଧ୍ୱଂସ ବନିବ ସଂସାର। ବଞ୍ଚିବା ଏଇଠି ଏବେ ଅପବାଦ, ବନ୍ଧୁଚିନ୍ତ ଏକବାର। ଅବୁଝାପଣକୁ ବୁଝେଇବ କିଏ, ମୋଦି ଗଲେ ରୁଷ ୟୁକ୍ରେନ। କ୍ଷାନ୍ତ ହୁଅ ବନ୍ଧୁ ଆତ୍ମକୁ ବାହ, ଯୁଦ୍ଧ ପରା ଅଭିମାନ। ମୋଦି ପରା ସେଇ ଗାନ୍ଧୀଙ୍କର ଆତ୍ମା, ପୃଥିବୀ ଲାଗି ସଞ୍ଚୟ। ଭଗ୍ନ ହୃଦୟରେ ଆତ୍ମଚେତନାରେ ବାହୁଛନ୍ତି ନିତ୍ୟ ଲୁହ। ଗାନ୍ଧୀଙ୍କ ପ୍ରତି କପଟ ରଚନା, ନୋବେଲର ଉପହାସ। ସେ ଲାଗି ନୋବେଲ ମାନର କ୍ଷୁର୍ଣ୍ଣ, କମିଯାଏ ତା ଆୟୁଷ। ଏଇ ଭାରତଟା ଧର୍ମର ତୀର୍ଥ, କରେ ନାହିଁ ପ୍ରତିବାଦ। ନୋବେଲ ନୀରବ ମୋଦିଙ୍କ ହିତେ, ନୋବେଲ ବନିବ କି ଅପବାଦ। ଭାରତ ଲାଗି ନିତ୍ୟ କପଟ, ସୁଇଡେନର ଉପହାସ। ଗାନ୍ଧୀଙ୍କ ଆତ୍ମା ବୋହିଛନ୍ତି ମୋଦି, ନୋବେଲ ଜାଣେନା ସେ ରହସ୍ୟ। ଦୁଃଖ ନାହିଁ ବନ୍ଧୁ ନାହିଁ ଅଭିମାନ, ଭାରତ ପ୍ରଜ୍ଞାନ ତୀର୍ଥ। ଅନ୍ଧ କବି ରଚେ ପ୍ରାଣୀଙ୍କ ଆରତ, ସଂସାର ଗୂଢ଼ ରହସ୍ୟ। କବିର ରଚନା ଆତ୍ମସନ୍ଧାନ, ନିତ୍ୟ ନିର୍ବାଣ ଧାର। ନିତ୍ୟ ଭାରତେ ଧର୍ମ ସଂସ୍ଥାନ, ଜ୍ୟୋତିଷତା ନିରନ୍ତର।